ଆଜି ଗଣେଶଙ୍କ ସାଜସଜ୍ଜା ମୋତେ ବହୁତ ଆକର୍ଷଣୀୟ ଲାଗିଲା। ଦୋକାନରେ ପଶୁ ପଶୁ ମୁଁ ଆଗ ତାଙ୍କ ସହିତ ଗୋଟେ ଭିଡ଼ିଓ କରିଦେଲି। ଆଜି ମାନେ ଗତକାଲିର କଥା କହୁଛି ମୁଁ। ସେଦିନ ଥିଲା ରବିବାର। ଗୁଟୁ ସକାଳୁ ସକାଳୁ ଘରକୁ ଆସିଥିଲା। ଗୁଟୁର ମୋ ପାଖରେ ଗୋଟେ ଦାବି ଥିଲା। ମୋର ଗୋଟିଏ କମ୍ବଳ ଥିଲା। ସେ କମ୍ବଳଟାକୁ ସେ ସବୁବେଳେ କହେ, ବୋଉ ମୋ ପାଇଁ ଗୋଟେ ଏମିତି ସୁଲସୁଲ କମ୍ବଳ କିଣିଦେବୁ। ସେ କମ୍ବଳଟା ଭାରି ସଫ୍ଟ। ମୋତେ ବେଶୀ ଶୀତ ହୁଏନି କି ବେଶୀ ଗରମ ହୁଏନି। ତେଣୁ ମୁଁ ବଡ଼ ମୋଟା କମ୍ବଳ ନ ଘୋଡ଼େଇ ସେଇ ପତଳା କମ୍ବଳଟି ଘୋଡ଼େଇ ହେଉଥିଲି। ମୁଁ ଦେଖିଲି ଗୋଟିଏ କମ୍ବଳ ଯଦି ମୁଁ ଗୁଟୁକୁ ଦେଇଦେବି ତାହେଲେ ନିଣ୍ଟୁ, ସୁଲୁ, ମାଳି ସମସ୍ତେ ମନ ଦୁଃଖ କରିବେ। ମୁଁ ତାକୁ କହିଥିଲି ଶୀତ ପଡ଼ିଲେ ତୋ ପାଇଁ ମୁଁ ଗୋଟେ କମ୍ବଳ କିଣିଦେବି। ତା ପାଇଁ ମାନେ ତିନିହଙ୍କ ପାଇଁ ଆଉ। ମାଳି ମନା କଲା, କହିଲା ମୋର ଗୋଟେ ଛୋଟ କମ୍ବଳ ଅଛି, ମୋ ପାଇଁ କିଣିବୁନି। ତେଣୁ ତା ପାଇଁ କିଣିଲିନି। ତାକୁ ପୁଣି କ'ଣ ଟିକେ ଗିଫ୍ଟ ନିଶ୍ଚୟ ଦେବି। ଏ ତିନିହଙ୍କୁ ଦେଇଛି ମାନେ ତ ତାକୁ ଦେବି। ଗୁଟୁ କିନ୍ତୁ ଗୋଟିଏ ଜିଦି ଲଗେଇଥିଲା, ମୋ ପାଇଁ ଗୋଟେ କମ୍ବଳ କିଣିଦେବୁ। ମୁଁ ସେଠୁ ତାକୁ ସାଙ୍ଗରେ ନେଇ କମ୍ବଳ ବାଛିଲି। ସେ ନିଜେ ତାର କମ୍ବଳ ବାଛିଲା। ମୁଁ ତ ବେଶୀ ଦୋକାନ ଯାଏନି। ଯଦି ଯାଏ ମୋର ସବୁ କାମ ଛିଣ୍ଡେଇ ଦିଏ। ଗତକାଲି ମୋର ଔଷଧ ସରିଲା। ତଥାପି ମୁଁ ଗୋଟେ ନିଜର ସୁରକ୍ଷା ଦୃଷ୍ଟିରୁ ମୁଁ ମାସ୍କ ଲଗେଇକି ଦୋକାନ ବାହାରିଲି। କାହିଁକିନା ଅନ୍ୟ ଦିନେ କିଏ ମୋତେ ଦୋକାନକୁ ନେବ? ରବିବାରଟିଏ ଛୁଟି ଅଛି। ଆଉ ଇଏ ତ ମୋଟେ ଆମେ ଦିହେଁ ସାଙ୍ଗ ହେଇକି ପ୍ରାୟ ମାର୍କେଟିଂ କେବେ କରିନୁ ତ। ଆଉ ମୁଁ ତ ମାର୍କେଟ ଟିକେ ଯାଏ, ଯେତିକି ଦରକାର ଧରିକି ଆସେ। ମୋର ବେଡ଼ସିଟ୍ କେଉଁଦିନ କିଣି ନଥିଲି, ବୋଲେ ଯାଇଛି ତ ଗୋଟେ କାମ ଛିଣ୍ଡିବ। ମୋର 2 ଖଣ୍ଡ ବେଡ଼ସିଟ୍ ଆଣିଲି। ମୂଳ କଥା ଥିଲା ଛୁଆଙ୍କର କମ୍ବଳ, କାହିଁକିନା ଶୀତ ପଡ଼ିଗଲାଣି। ଗୁଟୁକୁ ଦେଲି, ସେ ତିନିହଙ୍କର ବି କିଣିଲି ଆଉ ଦ୍ୱିତୀୟ କଥା ଥିଲା ବଡ଼ ପୁଅର ପ୍ରଥମାଷ୍ଟମୀ। ବାହାଘର ପରେ ତ ମାମୁଁ ଘର ଅଷ୍ଟମୀ ବନ୍ଦ କରିଦିଅନ୍ତି, ତାର ବି ବନ୍ଦ ହେଇଯାଇଥିଲା। ହେଲେ ମୁଁ ଭାବିଥିଲି ମୁଁ ବଞ୍ଚିଥିଲା ଯାଏଁ ଜାଙ୍ଗୁଲୁକୁ ଅଷ୍ଟମୀରେ ଖଣ୍ଡେ ଦେବି, ଆଉ ଚୁଙ୍ଗା ବାବାଇଙ୍କୁ ଜନ୍ମଦିନରେ ଦେବି, ଆଉ ଗୁଲିକି ବି ତା ଜନ୍ମଦିନରେ ଦିଏ। ସେଇଠୁ ଜାଙ୍ଗୁ ପାଇଁ କ'ଣ ଖଣ୍ଡେ ଆଣିବି। ଶନିବାର ଦିନ ଅଷ୍ଟମୀ। ଏଇ ରବିବାର ଯଦି ନ କିଣୁଛି ଆଉ ମାର୍କେଟ ଯିବା କଷ୍ଟକର ହେବ। ତେଣୁ ବାବାଇକୁ ସାଙ୍ଗରେ ଧରି ମୁଁ ଦୋକାନ ଯାଇଥିଲି। ବାବାଇ, ଚୁଙ୍ଗା, ଜାଙ୍ଗୁ ଏ ତିନିହଙ୍କ ଭିତରୁ କିଏ ଜଣେ ରହିଲେ ସିଏ ତାଙ୍କର ମାପଚୁପ ଠିକ୍ ଠାକ୍ କରିଦିଅନ୍ତି। ମୁଁ ନିଜେ କିଣିଲେ ବେଳେବେଳେ ମାପ ଭୁଲ ହୁଏ, ଫେରାଫେରି 1000 ପାଲା ଲାଗେ। ସେଇଠୁ ଜାଙ୍ଗୁର ସାର୍ଟଟେ ପ୍ୟାଣ୍ଟଟେ ଆଣିବି ବୋଲି ଭାବିଲି। ଜାଙ୍ଗୁର ଗୋଟିଏ ସାର୍ଟ କିଣିଲା ବେଳକୁ ଆଉ 2ଟି ସାର୍ଟ ମୋର ବହୁତ ପସନ୍ଦ ହେଲା। ଭାବିଲି ଏଥର ତିନିହଙ୍କୁ ଦେଇଦେବି। ଜାଙ୍ଗୁର ସାର୍ଟଟେ ପ୍ୟାଣ୍ଟଟେ ଆଣିଲି, ଆଉ ଚୁଙ୍ଗା ବାବାଙ୍କ ପାଇଁ ଖଣ୍ଡେ ଖଣ୍ଡେ ସାର୍ଟ ଆଣିଲି। ସେ ତିନିହଙ୍କର ଆଣିଲି, ନାତିମାନଙ୍କର ଆଣିଲି। ମୁଁ ଭାବିଲି ଆଙ୍କ ପାଇଁ ବି ନେଇଯାଏ। ଇଏ ତ ତାଙ୍କ ଜୀବନରେ କେବେ ବି ତାଙ୍କ ନିଜ ପାଇଁ କିଣନ୍ତିନି। ତେଣୁ ତାଙ୍କ ହାଫ୍ ପ୍ୟାଣ୍ଟ ଗୁଡ଼ାକ ବହୁତ ପୁରୁଣା ହେଇଗଲାଣି। ତାଙ୍କ ପାଇଁ 2ଟା ହାଫ୍ ପ୍ୟାଣ୍ଟ ନେଇଗଲି। ତାଙ୍କୁ ସାଙ୍ଗରେ ନ ଆଣିକି ତାଙ୍କର କପଡ଼ା ହେଉ କି ଡ୍ରେସ୍ ହେଉ ନେଲେ ମହା ବିପତ୍ତି। ସିଏ ପସନ୍ଦ କରିବେନି। ଏଗୁଡ଼ା ଘର ପିନ୍ଧା ଜିନିଷ 4-6 ମାସ ପିନ୍ଧିଲେ ଚଳିବ। ସେଥିରୁ ତାଙ୍କ ପାଇଁ ହାଫ୍ ପ୍ୟାଣ୍ଟ ଖୋଜିଲି, ଆଉ ଖୋଜିକି ଆଣିଲି। ହେଲେ ଜାଙ୍ଗୁନାର ପ୍ୟାଣ୍ଟ କିଣା ହେଇନଥିଲା। ଆଙ୍କ ହାଫ୍ ପ୍ୟାଣ୍ଟ କିଣି ସାରିକି ତା ପ୍ୟାଣ୍ଟ କିଣିଲି। ମୁଁ ଏ ଭିଡ଼ିଓଟା କାହିଁକି କହୁଛି ଆପଣ ଦେଖନ୍ତୁ। ଗୋଟେ ଦିନ ମୋର କେମିତି କଟେ, କେତେ ଥର ମୁଁ ଏପଟ ସେପଟ ହୁଏ। ଗୋଟେ ଜାଗାକୁ ମୁଁ ଯାଇପାରେନି। ମୋର ମନ ଥାଏ ମୁଁ ଯାଇପାରେନି। କେଉଁଠି ଠାକୁରଙ୍କର ସଂଘଟିଏ ହେଉଛି, କେଉଁଠି ପୁସ୍ତକଟିଏ ଉନ୍ମୋଚନ ହେଉଛି, କି କେଉଁଠି କାହା ଜୀବନୀ ସଂକ୍ରାନ୍ତରେ ଗୋଟେ ଜନ୍ମୋତ୍ସବ କି ତାଙ୍କର ଶ୍ରାଦ୍ଧ ଦିବସ ହେଉଛି, ତାହେଲେ କ'ଣ ହୁଏ କି ସେମାନଙ୍କ ବିଷୟରେ ଜାଣି ହୁଏ। ବହୁତ ଲୋକ ବହୁତ କଥା କୁହନ୍ତି, ଜାଣି ହୁଏ। କିନ୍ତୁ ମୁଁ ଯାଇପାରେନି ମୋ ଜଞ୍ଜାଳ ଛାଡ଼ିକି। ସବୁ କିଣାକିଣି କରିକି ବିଲ୍ କଲୁ। ଗୁଟୁର ଗୋଟିଏ ଲକ୍ଷ୍ୟ, କାଳେ ତା କମ୍ବଳଟା ଏପଟ ସେପଟ ହେଇଯିବ। ସିଏ ଖାଲି ସେଇ କମ୍ବଳ ବ୍ୟାଗ୍ଟିକୁ ନଜର କରିକିରି ଥାଏ। ହେଲେ ତାର ସବୁଠୁ ଗୋଟିଏ ଗୁଣ ମୋତେ ଭଲ ଲାଗେ, କେବେ ଦୋକାନ ବଜାରକୁ ନେଲେ ସିଏ ଜିଦ୍ଦି କରେନି, ଏଇଟା ନେବି କି ସେଇଟା ନେବି କି କିଛି ଜିଦ୍ଦି କରେନି। ତାର କମ୍ବଳ ଖଣ୍ଡିକୁ ବାଛିଲା, ଦେଖୁନାହାନ୍ତି କେତେ ଥର ସେ ସେଠି ହାତ ମାରୁଛି। ବିଲିଂ କଲା ପରେ ସେ ଛୁଆମାନଙ୍କୁ ଦେଲେ ସେ ଯେଉଁ ଲଗେଇବାକୁ, ସେଥିରୁ ସେ ନିଜେ ହିଁ କହିଲା ମୋତେ 4ଟା ଦିଅ। ସେଥିରୁ 4ଟା ଆଣିଲା। ମୋତେ ସାଙ୍ଗେ ସାଙ୍ଗେ କହିଲା, ବୋଉ ମିମିକା ତ ମାମୁଁ ଘର ଯାଇଛି, ତାଟା ତମେ ରଖିଦେବ। ମୁଁ କହିଲି ହଉ ଠିକ୍ ଅଛି। ଭାରି ଖୁସି ଥିଲା ଆଜି ସେ, ତାର କମ୍ବଳ କିଣା ହେଇଯାଇଛି ବୋଲି। ଆମେ ଭଲରେ ଭଲରେ ଘରକୁ ଆସିଲୁ। ଘରକୁ ଆସିଲା ବେଳକୁ ଗୋଟାଏ ପୂର୍ବରୁ ଫେରିବାକୁ ପଡ଼ିବ। ବାହାରିଲା ବେଳକୁ କିଛି ଟିକେ ଛୁଆର ଆଉ କିଣିଦେନି। ହଉ କମ୍ବଳଟା ତ କିଣିଦେଲିନି, ସିଧା ସିଧା ଘରକୁ ଫେରି ଆସିବି ବୋଲି ଭାବୁଥିଲି।
ସେ ସେଇ ଦୋକାନ ସାଇଡ଼ରେ ଦେଖିକି କହିଲା ବୋଉ ସେଠି ଆଖୁ ରସ ବିକା ହେଉଛି, ଆମେ ଟିକେ ଆଖୁ ରସ ପିଇବା। ମୋତେ ବି ଭଲ ଲାଗେ, ତାକୁ ବି ଭଲ ଲାଗେ। ସେଥିପାଇଁ ବାବାଇ ମନା କଲା, କହିଲା ଖାଇବା ବେଳ ହେଲାଣି, ମୁଁ ଆଉ ଏଇନା ଆଖୁ ରସ ପିଇବିନି। ସିଏ ଗଲା ତା ବାଇକ୍ରେ ତେଲ ପକାଇବାକୁ। ଆମେ ବାଇକ୍ରେ ହିଁ ପଳେଇଥିଲୁ। କାର୍ ଫାର୍ ନେଲେ ପାର୍କିଂ କରିବାକୁ ଏତେ ଅସୁବିଧା ହୁଏ ଯେ ମୁଁ କହିଲି ଚାଲେ ବାଇକ୍ରେ ଯିବା ଭାରି, କିଛି ଅସୁବିଧା ନାହିଁ। ଆମେ ବାଇକ୍ରେ ହିଁ ପଳେଇଥିଲୁ। ସିଏ ତାର ହେଲମେଟ୍ ଥୋଇଥିଲୁ ସେଠି, ସେ ହେଲମେଟ୍ କାଢ଼ିକିରି ଗଲା ବାଇକ୍ରେ ତେଲ ପକାଇବାକୁ। କ'ଣ ଏପଟ ସେପଟ ଏଇ ଯେଉଁ ଆଜିକାଲି ଟ୍ରାଫିକ୍ ନିୟମ ଅନୁସାରେ ସେ କହିଲା ଏଇଠି ଥାଅ, ମୁଁ ତେଲଟା ପକାଇ ଦେଇ ସାଙ୍ଗେ ସାଙ୍ଗେ ଆସୁଛି। ସେ ତେଲ ପକାଇ ଦେଇକି ଆସିଲା ଭିତରେ ଆମେ ମା' ନାତି ଯାଇକିରି ଗିଲାସ ଲେଖା ଆଖୁ ରସ ପିଇଲୁ। ମୁଁ ସବୁବେଳେ କହିଛି ଶୀତ ଦିନେ ଆମେ ସବୁବେଳେ ଗରମ ଚିକିତ୍ସା କରିବା କେବେ ବି ଦେହ ପାଇଁ ଭଲ ନୁହେଁ। ବାହାରକୁ ସିନା ଗରମ ଲାଗେ, କିନ୍ତୁ ଦେହଟାକୁ ବହୁତ ଗରମ ସବୁବେଳେ ଦରକାର ହୁଏନି। ପେଟ ପାଇଁ ସବୁବେଳେ ଥଣ୍ଡା ଖାଦ୍ୟ ଯେମିତି ମାଣ୍ଡିଆ, ପାଳୁଅ, ଆଖୁ ରସ ଆଉ ଏ ଯେଉଁ ପଇଡ଼ ପାଣି, ମିଶ୍ରି ପାଣି ଏଗୁଡ଼ା ପିଇବା କଥା। ଗୁଟୁର କମ୍ବଳଟି ସେଠି ପୁଣି ଦେଖାହେଲା ବୋଲି ସେ ଦୁଇଟା ଥାଉ। ଆଉ ଏଇନା ଖୋଲାଖୋଲି ସବୁ କଲାବେଳକୁ ଖାଇବା ବେଳ ପୁଣି ଡେରି ହେବ। ତାକୁ ଟିକେ ଚୁମ୍ବକରେ ମୁଁ କହିଲି ବାପା ଟିକେ, ଆମ ଘରେ ଯଦି କିଏ ବଜାର ଗଲା ଆଇଲା ମାନେ ଏଠି ପୁଣି ଦଫାଏ ବଜାର ବସିବ, ସବୁ ଦେଖା ଚାହାଁ ହେବ, ଯାହା ଜିନିଷ ଯାହାକୁ ଦିଆହେବ, ତାପରେ ଯାଇ ସେ ଅଧ୍ୟାୟକ ସରିବ ନା। ସବୁଗୁଡ଼ା ଖୋଲା ହେବ, ଭଙ୍ଗା ହେବ, ଏତେ ପାଲା କ'ଣ ହେବ। ଦେଖନ୍ତୁ ଇଆଡ଼େ ଅବସ୍ଥା। କୁନି ତାର ପାଇଗଲା ଷ୍ଟିକର ପୁଳାକ, ସିଏ ତାର ଷ୍ଟିକର ତକ ଧରି ଗୋଟେ ପାଲା ଚଲେଇଲା। ଆଉ ଇଏ ତ ଗେଲ କଲା ମାନେ ଖାଲି ଏମିତି ଚାପି ଚୁପି ପକାନ୍ତି ବୋଲି ମୁଁ ବେଳେବେଳେ ଚିଡ଼େ। ମାନେ ଏତେ ଜୋରରେ ଗେଲ କଲେ ସେ ଛୁଆମାନେ କାନ୍ଦିବେନି? କିନ୍ତୁ ସବୁ ଛୁଆଙ୍କୁ ସେ ସେମିତି ହିଁ ଗେଲ କରନ୍ତି। ସବୁ ଛୁଆ ଯାଇ ତାଙ୍କ ପାଖରେ ଲାଖିଥାନ୍ତି। ସେ ସବୁ ଦେଖା ଦେଖି ସରିଗଲା। ଆଉ କୁନି ତ ଷ୍ଟିକର ମାରିକି ଆଙ୍କ ମୁହଁଟିକୁ କେମିତି କରିଛି ଆପଣମାନେ ଦେଖିଲେ। ମୋର ବି 2ଟା ବେଡ଼ସିଟ୍ ଆଣିଥିଲି, ଆଉ 3 ପୁଅଙ୍କର 3ଟା ସାର୍ଟ, ଗୋଟେ ପୁଅର ପ୍ୟାଣ୍ଟ, ଏମିତି ସବୁ ଆଣିଥିଲି। ସେ ତାଙ୍କୁ ଦେଖା ଦେଖି କରିଦେଲା। ତାପରେ ଆମେ ଗଲୁ ବାହାରିକିରି ଖିଆପିଆ କଲୁ। ଗୁଟୁ ବି ଆଜି ରହିଲା, ରବିବାର ତ ସେ ପ୍ରାୟ ରହେ। ଆଉ ମୁଁ କହିଲି ଥାଉ ସେତିକି, ଆଉ ଦେଖାନି, ଚାଲ ଯାଇ ଖାଇବା। ସେଠୁ ଖାଇଦେଲୁ। ବଢ଼ିଆ ରୋଷେଇ ହେଇଥିଲା, କୋଳଥ ଡାଲି କରିଥିଲା। ଏବେ ଶୀତ ଦିନ ଗଲା। ଖାଇ ପିଇକି ମୁଁ କୁନିକି ଧରିକି ଶୋଇଲି। ଲିପି କହିଲା ବୋଉ ମୁଁ ଯିବି ନିଣ୍ଟୁର ଅଷ୍ଟମୀ ଡ୍ରେସ୍ ଆଣିବାକୁ। ମୁଁ ସତ କଥା ତ। ପୁଣି ସେ ଗଲା। ବାବାଇ ପୁଅମାନେ ବେଳେବେଳେ ମୋର ବିରକ୍ତ ହେଇଯାଆନ୍ତି ଏମିତି, କାହିଁକିନା ଗୋଟିଏ ଦିନ ରବିବାର, ସେଦିନ ଆମର କେତେ କାମର ଚାପ ଥାଏ। ସିଏ ତାର ଗଲା ଅଷ୍ଟମୀ ଡ୍ରେସ୍ କରିବାକୁ। ଦେଖିଲା ବେଳକୁ ଶାଢ଼ୀ 3ଟା ଧରିକି ଆସିଛି। ମୁଁ କହିଲି ମା' ଏ ଶାଢ଼ୀ କାହିଁ ଆଣିଲୁ? ନା ବୋଉ ମାଣବସା ଅଛି ଆଗକୁ, ମୋତେ ବହୁତ ପସନ୍ଦ ହେଲା, ମୁଁ ସେଇଥିରୁ 3ଟା ଶାଢ଼ୀ ନେଇ ଆଇଲି। ହଉ ଭଲ କଲୁ, କାମ ଛିଣ୍ଡି ଯାଉ। ମୁଁ କାହାକୁ କେତେବେଳେ କିଛି କହେନି। ଆଉ ସେମାନେ ଯିଏ ଯାହା ଆଣିଦେଲେ ମୁଁ ସେଇଟା ଗ୍ରହଣ କରେ। କାହିଁକି ମୁଁ କାହିଁ ମନା କରିବି, ସିଏ କାହିଁ ମନ ଦୁଃଖ କରିବେ। କୁନି ଦେଖୁନାହାନ୍ତି ତା ଫ୍ରକ୍ ଖଣ୍ଡକ ଧରିକି କ'ଣ ହେଉଛି। ଏ ଛୁଆମାନେ ସବୁ ବି ଆଜିକାଲି ଏତେ ଚାଲାକ ହେଲେଣି। ସେ ତ ମୋ ପାଖେ ଥିଲା। କାଲି ମୁଁ ଯେଉଁ ଲାଇଭ୍ ପ୍ରୋଗ୍ରାମ୍ କଲି ଆପଣମାନେ ଦେଖିଥିବେ ସେତିକି ବେଳେ। ସେଠୁ ସିଏ ପୁଣି ସେତକ ଆଣିଲା, ଦେଖିଲା ମୁଁ ଦାଣ୍ଡ ଘରେ ବସିଛି, ତାକୁ ସିଏ ପୁଣି ଖୋଲାଖୋଲି କରିକିରି ମୋତେ ଦେଖେଇଲା। ହଉ ସେ ଅଧ୍ୟାୟକ ସରିଲା। ସେଠୁ କହିଲା ବୋଉ ଆଉ ପରିବା ପରା ଆଜି ଆଣିବ। ରବିବାର ବୁଧବାର ଆମର କଳିଙ୍ଗନଗର ହାଟ। ରବିବାର ହାଟଟି ବେଶୀ ଗହଳି ହୁଏ। ମୁଁ ସେଥିପାଇଁ ବୁଧବାର ବେଶୀ ପରିବାପତ୍ର ଆଣେ। ତାହେଲେ ବୁଧବାର ଆଣିଲେ ଗୁରୁ ଶୁକ୍ର ଶନି ରବି 4 ଦିନ ପାଇଁ ଦରକାର। ରବିବାର ଆଣିଲେ ସୋମ ମଙ୍ଗଳ ବୁଧ 3 ଦିନ ପାଇଁ ଦରକାର। ତାପରେ ବୁଧବାରଟା ତ ଆଇଁଷ ହେଇଯାଏ। ସୋମ ମଙ୍ଗଳ 2 ଦିନ ପାଇଁ ଆଣିଲେ ବି ଚଳେ। ମୁଁ ତ ଦାନ୍ତ ଯୋଗୁଁ ଯାଇକିରି ଆଣିଥିଲି ତରବରିଆ ହେଇକି ଅଳ୍ପ ଅଳ୍ପ। ସେଠୁ କାଲି ସେଠୁ ପୁଣି ମଝିଆ ପୁଅକୁ କହିଲି, ମୁଁ କହିଲି ବାବାଇକି ଆଉ କିଛି କହିବିନି, ସେ ଆମକୁ ଶାଶୁ ବୋହୂଙ୍କୁ 2 ଦଫା ନେଇକିରି ଗଲାଣି ବଜାର। ଏ କୁନିର ଫ୍ରକ୍ଟି ମୋତେ ଭାରି ଭଲ ଲାଗିଲା, ନିଣ୍ଟୁର ସାର୍ଟଟି ଭଲ ଲାଗିଲା। ଯେହେତୁ ତାର ଭଲ କ୍ୱାଲିଟିର ଟିକେ ବ୍ଲାକ୍ର ପ୍ୟାଣ୍ଟ ଥିଲା, ତା ମାମା ତାକୁ ଠକି ଦେଇଛି। ମାମାମାନଙ୍କୁ ମୁଁ ସବୁବେଳେ ଥଟ୍ଟା କରେ। ମୁଁ କରେ ହଇରେ ମୋ ନାତିମାନଙ୍କୁ ତାଙ୍କ ମାମୁଁମାନେ ଯେଉଁ ପଇସା ଦେଉଛନ୍ତି ତମେ ସେଥିରୁ ହଡ଼ପ କରିଦେଉଛ। ଅବଶ୍ୟ କଥା ସତ, ଛୁଆଗୁଡ଼ା ବଢ଼ୁଛନ୍ତି ତ, ବଢ଼ିବା ବୟସ ତାଙ୍କର, ତାଙ୍କ ପାଇଁ ବହୁତ ଦାମିକା ଡ୍ରେସ୍ କିଣିବାକୁ ମୁଁ ବି କେତେବେଳେ ଭଲ ପାଏନି। ହଁ ଗୋଟେ ଅଧେ କେତେବେଳେ କୁଆଡ଼େ ବୁଲିଗଲେ ପିନ୍ଧନ୍ତୁ, ଘରେ ଅଳ୍ପ ଦାମର ପିନ୍ଧିଲେ କ'ଣ ସିଏ ଶୀଘ୍ର ବଢ଼ିଯିବେ, ସିଏ ଛୋଟ ହେଇଯିବ, ବାରମ୍ବାର କିଣିବାକୁ ବି ଆଉ ବାଧିବନି। ସେଇ ହିସାବରେ ସେ ଆଣିଲା। ସନ୍ଧ୍ୟାବେଳେ ପୁଣି ସେଠୁ ପୁଅକୁ ଧରିକି ଗଲି ହାଟକୁ। ମନେ ମନେ ଭାବିଥିଲି କାର୍ତ୍ତିକ ଗଲାଣି, ଆଜି ହାଟ ଟିକେ ଶସ୍ତା ହେଇଥିବ, କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା। ଏତେ ମହଙ୍ଗା
250 ରସୁଣର ଦାମ 90 ଟଙ୍କା। ଆପଣମାନଙ୍କ ଆଡ଼େ କେମିତି ରେଟ୍ ମୋତେ କମେଣ୍ଟ କରି ଜଣାଇବେ। ଆଉ ଏଇ ଟୁସି କଲରା କାହାକୁ ଭଲ ଲାଗେ, ଆକୁ ଆଣିକି ପେଟରେ ପୁର ଦେଇକି ସୋରିଷ ମସଲା ଦେଇକି ଭାଜିଲେ ଆମ ଘରେ ସମସ୍ତେ ଭଲ ପାଆନ୍ତି। ସେଥିପାଇଁ ମୁଁ ନିଜେ ସେ ଟୁସି କଲରା, ଯେଉଁ ଛୋଟ କଲରା ଗୁଡ଼ାକ, ସେଇଆକୁ ଆମେ ଟୁସି କଲରା କହୁ। ଆପଣଙ୍କ ଆଡ଼େ କ'ଣ କହୁଥିବେ ଯଦି ଅନ୍ୟ କିଛି ମୋତେ ଜଣାଇବେ। ସେଇଆକୁ ବାଛିଲି। କାଲି ହାଟରୁ ମୁଁ 2ଟା ପ୍ରିୟ ଜିନିଷ ପାଇଲି। ଗୋଟିଏ ହେଲା ସେଇ ଛୋଟ କଲରା, ଆଉ ଗୋଟେ ହେଉଛି କୋଲି ପିଆଜ, ଯେଉଁଟାକି ପଖାଳରେ ଖାଇବାକୁ ଭାରି ମଜା ଲାଗେ। ସେଥିରୁ ବି ଅଳ୍ପ ଟିକେ ଟିକେ ସବୁ ଆଣିଲି, କାହିଁକିନା ଏତେ ରେଟ୍ ଥିଲା। ମୁଁ ଆଶ୍ଚର୍ଯ୍ୟ ହେଲି ଯେ କାର୍ତ୍ତିକ ତ ସରିଲା, ରେଟ୍ କାହିଁକି ଏତେ। କାକୁଡ଼ି କିଲୋ 80 ଟଙ୍କା। ଏଗୁଡ଼ା ହେଇ କୋଲି ପିଆଜ। କହିଲେ ମୋତେ ସେ କାକୁଡ଼ି ଯାହାଠୁ କିଣିଲି, ସେ ଦୋକାନୀ ପୁଅ ଜଣକ କହିଲେ ମା ଆଉ ମଟନ ସାଙ୍ଗରେ ପରା ଦରକାର ସାଲାଡ଼, ସେଇଥିପାଇଁ କାକୁଡ଼ି ଏତେ ଦାମ। କହିଲି ହଉ, ଯାହା ହେଉଛି ହଉ, ନେବାକୁ ତ ପଡ଼ିବ। କାଲି ଦିନଟା ମୋର ଏମିତି ବିତିଲା। ହାଟକୁ ଗଲାବେଳକୁ, ଫେରିଲା ବେଳକୁ ମୁଁ ଗୋଟେ ପର୍ସ ପାଇଲି। ଲୁଗା ବଦଳେଇକି ପୁଅକୁ କହିଲି ବାପା ଟିକେ ଦେଖିଲୁ କାହାର ପର୍ସ। ସେ ପର୍ସରେ ମାତ୍ର 10 ଟଙ୍କା ଥିଲା, କିନ୍ତୁ 2ଟା ATM କାର୍ଡ଼ ଥିଲା। ଖୋଜୁ ଖୋଜୁ ଯାହା ହଉ ସେ ନାଁ ପାଇଗଲି। ବୁଝୁ ବୁଝୁ ସେ ଆମରି ଗାଁର। ମୁଁ ତାଙ୍କୁ ଡାକିକି କାର୍ଡ଼ଟି ଦେଲି। ଏମିତି କଟିଲା କାଲିର ଦିନ। ଫେରିଲା ବେଳକୁ ଦେଖନ୍ତୁ ହାଟରେ ଏତେ ଗହଳି ଥିଲା, ସେଇଠି କେଉଁଠି ତାଙ୍କ କାର୍ଡ଼ ପଡ଼ିଯାଇଥିଲା। ଯାହାର ଗୋଟେ ଜିନିଷ ଫେରେଇକି ମୁଁ ବହୁତ ଖୁସି ହେଲି। ବହୁତ ଖୁସି। ଧନ୍ୟବାଦ।